ନୁଡଲ୍ସ ସେ ପୁଣି ଅଟାରେ ହେଇଥିବ, ପୁଣି ଏତେ ଟେଷ୍ଟି ଆଉ ହେଲ୍ଦି ବି ମୋତେ ତ ଲାଗୁନଥିଲା। କିନ୍ତୁ ବନେଇକି ଖାଇଲା ପରେ ଜାଣିଲି କି ଅଟାରେ ବି ଏତେ ଟେଷ୍ଟି ଖାଇବା ହେଇପାରେ। ଭାବିଲି ଆପଣମାନଙ୍କ ସହ ବି ସେୟାର କରିବି। ଜୟ ଜଗନ୍ନାଥ, ସୋନି ଯୋଡ଼ିଆ ରେସିପିକୁ ଆପଣ ସମସ୍ତଙ୍କୁ ବହୁତ ବହୁତ ସ୍ୱାଗତ। ପ୍ରଥମେ ମୁଁ ନେଉଛି 1.5 କପ୍ ଅଟା। ଆପଣ ଚାହିଁଲେ 1 କପ୍ ଅଟା ଆଉ 1 କପ୍ ମଇଦା ବି ନେଇପାରିବେ। ଏବେ ଦେବା ସ୍ୱାଦ ଅନୁସାରେ ଲୁଣ ଆଉ ଅଳ୍ପ ଅଳ୍ପ ପାଣି ଦେଇକି ଆକୁ ଚକଟିବା। ଯେମିତି ଆମେ ରୁଟି ପାଇଁ ଅଟା ବନାଉ ଠିକ୍ ସେମିତି, କିନ୍ତୁ ୟାକୁ ବେଶୀ ନରମ କରିବେନି କି ବେଶୀ ହାର୍ଡ଼ କରିବେନି। ଅଟାର କନସିଷ୍ଟେନ୍ସି ଦେଖିକି ଅଳ୍ପ ଅଳ୍ପ କରିକି ପାଣି ଦେଇକି ଚକଟିବେ। ଏବେ ୟାକୁ ଭଲସେ ଚକଟିଲା ପରେ 10ରୁ 15 ମିନିଟ୍ ଟିକେ କଭର କରିକି ଛାଡ଼ିଦେବା। ଏବେ ଦେଖନ୍ତୁ ଏଇଟା ଆଗଠୁ ଟିକେ ସଫ୍ଟ ହେଇଯାଇଛି। ଆଉ ଧ୍ୟାନ ଦେବେ କି ଅଟା ଚକଟିଲା ବେଳେ ପାଣି ବେଶୀ ଦେବେନି। ଏବେ ଏଥିରୁ ଆମେ ଛୋଟ ଛୋଟ ଗୁଳା କରିଦେବା। ବେଶୀ ବଡ଼ କରିବେନି, ଯେଉଁ ସାଇଜ୍ର ଆମେ ରୁଟି ପାଇଁ କରୁ ତାଠୁ ଟିକେ ଛୋଟ କରିବେ, ଯେମିତି ପୁରୀ ସାଇଜ୍ର। ଏବେ ଏସବୁ ବନେଇଲା ପରେ ଆମେ ନେକ୍ସଟ ଷ୍ଟେପ୍କୁ ଯିବା। ଅଳ୍ପ ଟିକେ ଅଟା ଚୁନା ଦେବା ଆଉ ୟାକୁ ଗୋଲ ସେପ୍ରେ ବେଲି ଦେବା, ଯେମିତି ରୁଟି ବେଲନ୍ତି ନା ଠିକ୍ ସେମିତି। କିନ୍ତୁ ବେଶୀ ମୋଟା କି ବେଶୀ ପତଳା କରିବେନି, ନର୍ମାଲ ବେଲିବେ। ରୁଟି ସାଇଡ଼ରୁ ଆଉ ମଝିରୁ ପୁରା ଗୋଟେ ସମାନରେ ବେଲିବେ, ନହେଲେ ଗୋଟେ ସାଇଡ଼ ମୋଟା ଆଉ ଗୋଟେ ସାଇଡ଼ ପତଳା ବନିଯିବ। ଏବେ ଦେଖନ୍ତୁ ସେମ୍ ପ୍ରୋସେସ୍ରେ ମୁଁ ସବୁ ରୁଟି ବେଲିକି ଏଇଠି ରେଡ଼ି କରିନେଇଛି। ଏବେ ଆମେ ପାଣି ଗରମ କରିବା। ଆଉ ପାଣି ପୁରା ଭଲସେ ଗରମ ହେଲା ପରେ ସେଥିରେ ଆମେ ବେଲିଥିବା ରୁଟି ଦେଇଦେବା। ଗୋଟେ ଗୋଟେ କରିକି ଦେବେ। ଗ୍ୟାସ୍ର ଫ୍ଲେମ୍ ମିଡ଼ିୟମ୍ ରଖିବେ, ନହେଲେ ପାଣି ବେଶୀ ଗରମରୁ ରୁଟିଟା ଭାଙ୍ଗିଯିବ। ୟାକୁ ବେଶୀ ଟାଇମ୍ ସିଝେଇବେନି, ବାସ୍ 2ରୁ 3 ମିନିଟ୍ ଏମିତି ପାଣିରେ ଟିକେ ସିଝିଲା ପରେ ୟାକୁ ଛାଣିକି କାଢ଼ିଦେବା। ୟାଠୁ ଅଧିକ ସମୟ ଗରମ ପାଣିରେ ୟାକୁ ପକେଇକି ରଖିବେନି। ଏବେ ଆମେ ୟାକୁ ଗୋଟେ ଛଣାରେ ଛାଣିଦେବା, ଯେମିତି ପାଣି ସବୁ ଏଥିରୁ ବାହାରିଯିବ। ଆଉ ସେମ୍ ପ୍ରୋସେସ୍ରେ ବାକି ସବୁ ରୁଟିକୁ ପାଣିରେ ସିଝେଇକି ଏମିତି ଛାଣି ନେବା। ଏବେ ଆମେ ୟା ଉପରେ ଥଣ୍ଡା ପାଣି ଢାଳିକି ଭଲସେ ଧୋଇଦେବା, ଯେମିତି ଏସବୁ ଗରମ ଥିବାରୁ ପରସ୍ପର ସହ ଲାଖି ନଯିବ। ୟାକୁ କିଛି ଟାଇମ୍ ପାଇଁ ମାନେ 5 ମିନିଟ୍ ପାଇଁ ଏମିତି ଶୁଖିବା ପାଇଁ ବାହାରେ ଛାଡ଼ିଦେବା। ଆଉ ଶୁଖିଲା ପରେ ଦୁଇ ପଟରୁ ଭଲସେ ତେଲ ଲଗେଇଦେବା, ଯେମିତି କାଟିଲା ବେଳେ ଏଇଟା ଲାଖିଯିବନି। ଏବେ ୟାକୁ ଫୋଲ୍ଡ କରିବା ଆଉ ନୁଡଲ୍ସ ସେପ୍ରେ ଗୋଟି ଗୋଟି କରିକି କାଟିବା। ଆଉ ଧ୍ୟାନ ଦେବେ ରୁଟିଟା ପତଳା ବେଲିଥିବେ, ମୋଟା ରଖିଲେ ଟେଷ୍ଟ ଭଲ ଆସିବନି। ଆଉ ୟାକୁ ପାଣିରେ ସିଝେଇଲା ବେଳେ ବେଶୀ ସିଝେଇବେନି, ନହେଲେ ଏଇଟା କାଟିଲା ବେଳେ ଏମିତି ନୁଡଲ୍ସ ସେପ୍ ନେବନି, ମାନେ ପୁରା ଚିପକିକି ରହିବ। ଦେଖନ୍ତୁ ପୁରା ଏମିତି ପତଳା ପତଳା କରିକି କାଟିବେ, ତାହେଲେ ଏଇଟା ଖାଇବାକୁ ପୁରା ନୁଡଲ୍ସ ପରିକା ଲାଗିବ। ଆଉ କାଟିଲା ପରେ ଟିକେ ହାତରେ ଏମିତି ଖେଳେଇ ଦେବେ। ଆମେ ୟାକୁ ଫୋଲ୍ଡ କରିକି କାଟିଥିଲେ ନା, ଏମିତି ଟିକେ ଖୋଲିଯିବ କରିଦେଲେ। ଏବେ ୟାକୁ ଟିକେ ଥଣ୍ଡା ପାଣିରେ ପକେଇଦେବା, ଯେମିତି ୟାକୁ ସିଝେଇଲା ବେଳେ ଯେଉଁ ଟିକେ ଅଠା ଅଂଶ ରହିଯାଇଥିବ ସେଇଟା ବାହାରିଯିବ। ଦେଖନ୍ତୁ ମୁଁ ନୁଡଲ୍ସ ସବୁ କାଟିକି ପାଣିରେ ପକେଇକି ଏବେ ତାକୁ ଛାଣି ଦେଉଛି। ଆଉ ଟିକେ ଏମିତି ଖେଳେଇକି ପାଣି ସବୁ ବାହାରିବା ଯାଏଁ ବାହାରେ ଛାଡ଼ିଦେବା। ଏବେ ଗରମ ତେଲରେ ନେବା କିଛି କଟା ହେଇଥିବା ଅଦା, 2 କୋଲା କଟା ରସୁଣ ଆଉ ଗୋଟେ ମିଡ଼ିୟମ୍ ସାଇଜ୍ କଟା ହେଇଥିବା ପିଆଜ। ଏବେ ଏସବୁକୁ ହାଲକା ଭାଜିଦେବା, ବେଶୀ ଭାଜିବେନି, ବାସ୍ ପିଆଜ ଟିକେ କଞ୍ଚା ଥିବ। ଏବେ ଦେବା ଗୋଟେ କଟା ହେଇଥିବା ଗାଜର, ଗୋଟେ କ୍ୟାପ୍ସିକମ୍। ଆପଣ ଚାହିଁଲେ ବନ୍ଧାକୋବି ବି ପକେଇ ପାରିବେ। ଏମିତି ପତଳା କରିକି ଲମ୍ବା ଲମ୍ବା କାଟିବେ, ଯେମିତି ନୁଡଲ୍ସ ସେପ୍ ସହ ୟାର ସେପ୍ଟା ସମାନ ରହିବ। ଏବେ ଏସବୁକୁ ଟିକେ କଞ୍ଚା ରଖିକି ଭାଜିବେ। ନୁଡଲ୍ସରେ ପରିବା ଟିକେ କଞ୍ଚା ରହିଲେ ଖାଇବାକୁ ଭଲ ଲାଗିବ। 2ରୁ 3 ମିନିଟ୍ ମିଡ଼ିୟମ୍ ଫ୍ଲେମ୍ରେ ଭାଜିଲା ପରେ ଏବେ ଦେବା କାଶ୍ମୀର ଲଙ୍କା ପାଉଡ଼ର ଆଧା ଚାମଚ ଆଉ ଗୋଟେ ମ୍ୟାଗି ମସଲା। ଏଇଟା ପକେଇଲେ ଟେଷ୍ଟଟା ପୁରା ବଢ଼ିଆ ଆସିବ। ଆଉ ଗୋଟେ ଛୋଟ ଚାମଚ ସୋୟା ସସ୍ ଦେବା, ଗୋଟେ ଚାମଚ ଭିନେଗାର ଦେବା, ଅଳ୍ପ ଟିକେ ଗୋଲମରିଚ ଗୁଣ୍ଡ। ଆପଣ ଚାହିଁଲେ ଟମାଟୋ ସସ୍, ଚିଲି ସସ୍ ବି ଦେଇପାରିବେ, କିନ୍ତୁ ମୁଁ ଖାଇବାରେ ସସ୍ ଟିକେ କମ୍ ୟୁଜ୍ କରେ। ଏବେ ମସଲା ପରିବାରେ ଭଲସେ ସବୁ ମିଶିଗଲା ପରେ ଆମର କାଟିକି ରଖିଥିବା ନୁଡଲ୍ସକୁ ଦେଇଦେବା। ଆଉ ନୁଡଲ୍ସ ପକେଇଲା ପରେ ଲୁଣ ଦେବା ସ୍ୱାଦ ଅନୁସାରେ, ଆଉ ମିକ୍ସ କରିଦେବା। ଯଦି ଆପଣ ଆଗରୁ ପରିବାରେ ଲୁଣ ପକେଇଦେବେ ତାହେଲେ ପରିବା ଭାଜି ହେଇକି ଟିକେ ନରମିଯିବ, କିନ୍ତୁ ଆମକୁ ପରିବାରେ କ୍ରଞ୍ଚିନେସ୍ ରଖିବାର ଅଛି, ସେଥିପାଇଁ ଆମେ ଲାଷ୍ଟକୁ ଲୁଣ ପକେଇବା। ଆଉ ନୁଡଲ୍ସ ପକେଇଲା ବେଳେ ଗ୍ୟାସ୍ ପୁରା ଲୋ ରଖିବେ। 2 ମିନିଟ୍ ବାସ୍ ମିଶେଇଲା ପରେ ଗ୍ୟାସ୍ ଅଫ୍ କରିଦେବେ, ନହେଲେ ନୁଡଲ୍ସଟା ଅଧିକ କୁକ୍ ହେଇଗଲେ ଭାଙ୍ଗିଯିବ। ଏବେ ଅଟା ନୁଡଲ୍ସ ରେଡ଼ି ହେଇଗଲା। ଦେଖିଲେ ତ ଲାଗୁନି ଏଇଟା ଅଟାରେ ତିଆରି ହେଇଛି, ଖାଇଲେ ବି ଜାଣିପାରିବେନି। ଆପଣ ନିହାତି ଥରେ ଟ୍ରାଏ କରିକି ଦେଖନ୍ତୁ। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ କରିବେ। ଆଗକୁ ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ। ଦେଖା ହେବା ନେକ୍ସଟ ଭିଡ଼ିଓରେ। ରହିଲି, ଜୟ ଜଗନ୍ନାଥ।